ଏବେ ଥରେ ମୋ ପ୍ରେମିକାର ନାଁଟା କୁହନ୍ତୁ। ତୁ ଆସୁ ରାଧା, ଭଲ କରିଛୁ ଜାଣିଛୁ, ଏମାନେ କି ଭଲ ଲୋକ ନୁହଁ। ଚାଲ ଆମେ ଦି ଜଣ ଗାଁ ଛାଡ଼ିକି ପଳେଇ ଯିବା। ଆଇଲୁ କିଏ ତମେ? ଆରେ ପଚାରୁଛି ଭାଇ କିଏ ତମେ? ତମେ ଏଠି? ମୁଁ ଶୁଣିଲି ତମେ କାହାକୁ ଭଲ ପାଅ, କାହାର ମାଟି ପାଣି ପବନ ବେଶ ପୋଷାକକୁ ଭଲ ପାଅ, ସେଥିପାଇଁ ମୁଁ ବି ଗାଁ ଝିଅରେ ଗଲି। ଏଇ ଦେଖିଲ ଦେଖିଲ ମୁଁ ଏ ଡ୍ରେସରେ କେମିତି ଦେଖାଉଛି, ସୁନ୍ଦର ଦେଖାଉଛି। ମୋ ମନ ते ब्रेक नहीं ମୋ हो ମାନସିକ ପରିସ୍ଥିତି ବି ଭଲ ନାହିଁ। ଦୟାକରି ଆମେ ଟିକେ ଆସିଲେ। ସବୁ ଜାଣିଛି, ତମ ପ୍ରେମିକା ରାଧା ଆଉ ତମର ହେଇକି ନାହିଁ। କିଏ କହିଲା? କିଏ କହିଲା ରାଧା ମୋର ହେଇକି ନାହିଁ? ଯିଏ ବି କହିଛି ଆପଣଙ୍କୁ ମିଛ କହିଛି। ସତ କହିଲା। ମାନେ ରାଧା ଖାଲି ତମର ନୁହଁ, କାହାରି ପ୍ରେମିକା କିମ୍ବା କାହାରି ସ୍ତ୍ରୀ ହବାର ଯୋଗ୍ୟତା ହରେଇଛି ସିଏ। ମିଛ ରାଧା ଦୁଷ୍କର୍ମର ଶିକାର ହେଇଛି, ଏକଥା କଣ ମିଛ? ନାଇଁ ସତ। ମୁଁ ତ ସେଇଥିପାଇଁ କହୁଛି ରାଧା ଆଉ ତମର ହେଇକି ନାହିଁ। ମ୍ୟାଡାମ ସେଦିନ ରାଧା ଠାକୁରାଣୀ କାହ୍ନାର ବଇଁଚି ସୁରରେ ପାଗଳି ହେଇ ଯମୁନା କୂଳରେ ନାଚୁଥିଲେ ବୋଲି ଏ ଦୁନିଆ ତାଙ୍କୁ ବାର କଥା କହୁଥିଲା। ହେଲେ କାହ୍ନା 16 ବର୍ଷର ଗୋପ ନାରୀଙ୍କ ସହିତ ରାସଲୀଳା କଲା ପରେ ବି ଏ ଦୁନିଆ ତାକୁ ଭଗବାନ ବୋଲି କହୁଥିଲା। ତେଣୁ ଏ ପୁରୁଷ ପ୍ରାଧାନ୍ୟ ସମାଜରେ ଗୋଟେ ନାରୀର ଇଚ୍ଛା ବିରୁଦ୍ଧ। ତାକୁ ବିବସ୍ତ୍ର କରି ତା ଚରିତ୍ରରେ କଳଙ୍କ ଲଗାଇବା ପାଇଁ ଚେଷ୍ଟା କଲେ ସିଏ କେବେ କଳଙ୍କିନୀ ହେଇଯାଏନି ନା। ସେ କଥା ତମେ କହିପାର, ହେଲେ ସମାଜ ଆଖିରେ ରାଧା ଗୋଟେ ଚରିତ୍ରହୀନ କଳଙ୍କିନୀ ଧର୍ଷିତା। କିନ୍ତୁ ରାଧା ମତେ ନା ହବ ଏ ସମାଜକୁ ନୁହେଁ। କଣ ଅଛି ତା ପାଖରେ? ପ୍ରାଇଭେଟ ସ୍କୁଲ ମାଷ୍ଟର ଯୋଉଠି 100 ଭିତରେ ପିଲା ପାଠ ପଢନ୍ତି, ଭାଇଟା ବେକାର ରହିବାକୁ ଘର ନାହିଁ। ମୋର ଗୋଟାଏ ଡ୍ରେସର ଦାମରେ ତାର ବର୍ଷ ସାରା ଇଲେକ୍ଟ୍ରିକ ବିଲ୍ ହେଇଯିବ। ମାନୁଛି ରାଧା ପରିବା ତାଙ୍କ ରହିବା ପାଇଁ ଘର ନାହିଁ। ହେଲେ ଆପଣ ବି ଭୁଲି ଯାଉଛନ୍ତି ମ୍ୟାଡାମ, ପ୍ରେମିକାର ବହୁ ବନ୍ଧନରେ ଯୋଉ ଆନନ୍ଦ ଥାଏ ସେଇଟା ଆପଣଙ୍କର ସେ 7 ବଣ ମାର୍ବଲ ମଙ୍ଗଳାରେ ନଥାଏ। ଶୁଣନ୍ତୁ, ଏ ଦୁନିଆ ହୁଏତ ବଦଳି ଯାଇପାରେ କିନ୍ତୁ ମୋ ପ୍ରେମିକାର ସିଂହାସନ ମୁଁ ବି ତମକୁ ଶେଷ ସୁଯୋଗ ଦଉଛି ନା। ତମେ ମତେ ଗ୍ରହଣ କରିଲେ ମୁଁ ଭଲରେ ରହିବି। ଏ ଦୁନିଆର ସବୁ ଖୁସି ମୁଁ ତମ ପାଦ ତଳେ ଓଜାଡ଼ିଦେବି। ତମେ ମତେ ସୁଯୋଗ ଦେଇ ଦେଖ ରାମ, ତମେ ନିଶ୍ଚୟ ପାଇବ। ରାଧା ନୁହଁ, ମୁଁ ତମ ପାଇଁ ଚକିଆ। ଥରେ ମତେ ସୁଯୋଗ ଦିଅ ରାମ। ଠିକ ଅଛି ଏଠିକି ଆସନ୍ତୁ। आसंतो ମୋ ଛାତି ଉପରେ କାମ ରଖିବେ। ମୋ ହାର୍ଟବିଟ୍ ଆପଣଙ୍କୁ ଶୁଭୁଛି ନା? ଥରେ ଆପଣଙ୍କ ନାଁଟା କୁହନ୍ତୁ। ଆଲିଆ। କଣ ଶୁଣିବ? ଯେମିତି ଗୁଜବ ସେମିତି ଶୁଭୁଛି। ବସ ଥରେ କାନ ରଖନ୍ତୁ ପ୍ଲିଜ। ଏବେ ଥରେ ମୋ ପ୍ରେମିକାର ନାଁଟା କୁହନ୍ତୁ। ରାଧା। ଏଥର ବୁଝିପାରିଲେ ନା ମ୍ୟାଡାମ? ଖାଲି ଯାହାର ମା ଶୁଣିଲେ ହାର୍ଟବିଟ୍ର ସ୍ପିଡ ବଢିଯାଏ, ତାକୁ ହିଁ କୁହନ୍ତି ପ୍ରେମିକା।